ଆମର ଓକିନାୱା ପ୍ରେଜ୍ ପ୍ରୋର ଭାଇ ଜଣଙ୍କ ୟୁଟ୍ୟୁବ୍ରୁ ନମ୍ବର ପାଇଲେ ନା କେଉଁଠୁ? ଆଉ ଆପଣଙ୍କର ଗାଁଟା? ବାଣପୁର। ମାନେ ଆମର ଚିଲିକା ଭଗବତୀ ବାଣପୁର ନାଇଁ କି? ଆଉ ବର୍ତ୍ତମାନ ଏ ଗାଡ଼ିର ଆମେ ସଲ୍ୟୁସନ୍ କ'ଣ ଅଛି ଦେଖିବା, ଫଲ୍ଟ କ'ଣ ଅଛି ସେଇ ହିସାବରେ ସଲ୍ୟୁସନ୍ କାଢ଼ିବା। ଗାଡ଼ି ଗଞ୍ଜାମ ନମ୍ବର ଅଛି, ସେ ଭାଇ ଗଞ୍ଜାମରେ ଥିଲାବେଳେ ଗାଡ଼ି ବୋଧହୁଏ କିଣିଥିଲେ, ଯେହେତୁ ଆଖପାଖରେ ମେକାନିକ୍ ନାହାନ୍ତି ୟୁଟ୍ୟୁବ୍ରୁ ନମ୍ବର ଦେଖି ମୋ ସହ ଯୋଗାଯୋଗ କଲେ। ଭାଇ ବର୍ତ୍ତମାନ ଆସିଛନ୍ତି, ଦେଖନ୍ତୁ ବ୍ୟାଟେରୀ ଖୋଲିକିନା ଧରିକି ଆସିଛନ୍ତି। ଆମେ ଗାଡ଼ିର ପ୍ରୋବ୍ଲେମ୍ ଫାଇଣ୍ଡ ହେଲା ପରେ ସଲ୍ୟୁସନ୍ କ'ଣ ହେଲା ଡାଇରେକ୍ଟ ଲାଇଭ୍ରେ ଦେଖେଇଦେବା, ଠିକ୍ ଅଛି। ଗାଡ଼ିଟାକୁ ବ୍ୟାଟେରୀରୁ ତ ଆମେ ଖୋଲି ଆଣିଛେ। ବର୍ତ୍ତମାନ ଦେଖନ୍ତୁ ଇଏ ଅଛନ୍ତି ଆମର ଶିବା ମିଶ୍ର ବାଣପୁରର, ସେ ଭାଇ ଯିଏ ଆସିଥିଲେ ତାଙ୍କ ବାପାଙ୍କ ନାଁ ହେଇଥିବ କି ତାଙ୍କ ନାଁ ହେଇଥିବ ମୋର ଟିକେ କନଫର୍ମ ନୁହଁ, ସେ ଯାହା ବି ହେଉଛି ହଉ। ଆମେ ବର୍ତ୍ତମାନ ବ୍ୟାଟେରୀକୁ ଟେଷ୍ଟିଂ ମୋଡ଼କୁ ନେଉଛେ। ବ୍ୟାଟେରୀ ବର୍ତ୍ତମାନ ଡିପ୍ ଡିସଚାର୍ଜ ମୋଡ଼କୁ ଯାଇଛି ହେରି। ଆପଣ ପ୍ଲଗ୍ ଚେଞ୍ଜ କରିବାକୁ ପଡ଼ିବ। $63 ଭୋଲ୍ଟ ଯେହେତୁ ଦେଖାଉଛି ଆମର ଗାଡ଼ି ଅନ୍ ହେବନି। ପାୱାର ସପ୍ଲାଇ ଆମର 78+, 81+ ଦରକାର। ଆମେ ତେଣୁକରି ବ୍ୟାଟେରୀକୁ ଫାଷ୍ଟ ଓପନ୍ କରିବା। ବ୍ୟାଟେରୀକୁ ଓପନ୍ କରିସାରିବା ପରେ ତାପରେ ଆମେ ଦେଖିବା ଆକ୍ଚୁଆଲି ଗାଡ଼ିର ଫଲ୍ଟ କ'ଣ ଅଛି। ବ୍ୟାଟେରୀ ବର୍ତ୍ତମାନ ଆମେ ବାଲାନ୍ସିଂ ମୋଡ଼କୁ ନେବା, ଯେହେତୁ ଡିପ୍ ଡିସଚାର୍ଜ ହେଇଯାଇଥିଲା। ଆମେ ବାଲାନ୍ସିଂ ମୋଡ଼କୁ ଫାଷ୍ଟ ନେଇସାରି ସେଲ୍ର ଭ୍ୟାଲ୍ୟୁ ଚେକ୍ କରିବା, ତାପରେ BMS ଯିବା, କାରଣ ଡାଉଟ୍ ରହୁଛି BMS ହିଁ ଫଲ୍ଟ ଅଛି, ଆଉ କନଫର୍ମ ବି BMS ଫଲ୍ଟ ଅଛି। ଦେଖନ୍ତୁ ବର୍ତ୍ତମାନ ବାଲାନ୍ସିଂ ହେଇ ଆସିଛି, ପାଖାପାଖି 0.57 ଥିଲା। ଆମେ ଇଣ୍ଟେଲିଜେଣ୍ଟ ଇକ୍ୱାଲାଇଜରରେ ବର୍ତ୍ତମାନ ତାକୁ ବାଲାନ୍ସିଂ କରିବା, ତାପରେ ଦେଖିବା ଫଲ୍ଟ କ'ଣ ରହୁଛି, ତାପରେ ସର୍ଟ ଆଉଟ୍ କରିବା ପାଇଁ ଚେଷ୍ଟା କରିବା। ଷ୍ଟାର୍ଟ ହେଇଗଲା। ଆହୁରି ଗାଡ଼ି କେବେ ସର୍ଭିସିଂ କରିନାହାନ୍ତି ନାଇଁ? ଏଇଟା ମଝିରେ 5,000ରେ ଥରେ ଗୋଟେ ଥର CDC କରାଯାଏ। ସେ ଯେଉଁ ମେସିନ୍ ଅଛି CDC ମେସିନ୍, CDC ମେସିନ୍ ଏଇଟା କଲେ କ'ଣ ସେଲ୍ଗୁଡ଼ା ଯଦି ଅନବାଲାନ୍ସ ହେଇଗଲା BMS ଉପରେ ପ୍ରେସର ପକାଇବ। ହଁ ନା, ସେଇଟା ମଝିରେ ମଝିରେ କରାଯାଏ। ହେଇନି ଅବଶ୍ୟ କିଛି ବେଶୀ, କିନ୍ତୁ ଫଲ୍ଟ ସେଇଟା ହିଁ ରହେ ଆଉ। ଫଟାଫଟ ଏଠି ଇକ୍ୱାଲାଇଜ୍ ହେଇ ଆସୁଛି। ଦେଖନ୍ତୁ 0.40 ହେଇ ଆସିଛି, 57 ଥିଲା। ବାଲାନ୍ସିଂ କରିସାରିଲା ପରେ ତାପରେ ଦେଖି ନେବା BMSର କ'ଣ ଅଛି ଷ୍ଟାଟସ୍, କେମିତି କ'ଣ କରିବା। ବର୍ତ୍ତମାନ ଆମର ସେୟାର ବାଇରେ ବ୍ୟାଟେରୀ ଥିଲା, ବ୍ୟାଟେରୀ ଲଗେଇ ଆମେ ଟେଷ୍ଟ କରିସାରିଛୁ। ଗାଡ଼ିର ସବୁ ଠିକ୍ଠାକ୍ ଅଛି ଭାଇ? ଠିକ୍ଠାକ୍ ଅଛି ତ ସବୁ? ଗାଡ଼ି ରେଡ଼ି ହେଲା ନା? ଆଉ ବର୍ତ୍ତମାନ ଆମର BMSରେ ପ୍ରୋବ୍ଲେମ୍ ଅଛି, ଆମେ କନଫର୍ମ ହେଇଗଲୁ। ଯେହେତୁ BMS ଆମ ପାଖରେ ନାହିଁ, BMS ଅର୍ଡ଼ର ହେବ ଦିନେ 2 ଦିନ ଭିତରେ କି 3-4 ଦିନ ଭିତରେ ଗାଡ଼ିର ଆମେ BMS ଲଗେଇ ବ୍ୟାଟେରୀଟା ଡିସ୍ପାଚ୍ କରିଦେବୁ। ସେ ଭାଇ ଆସିଥିଲେ ଚିଲିକା ବାଲୁଗାଁ, ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ନା? ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ବହୁତ ଦୂରରୁ ଆସିଥିଲେ। ଦେଖନ୍ତୁ ଗାଡ଼ି ଗୋଟେ ଭଡ଼ା କରିକି ନେଇକି ଆସିଛନ୍ତି, ଗୋଟେ 25,000-3,000 ଖର୍ଚ୍ଚ କରିକି। ଆଉ ବର୍ତ୍ତମାନ ଗାଡ଼ି କ'ଣ କରାଯିବ, ଆଉ ତ ଗାଡ଼ି ରଖିକି ଗଲା, ମୋ ପାଖରେ ବି ଜାଗା ନାହିଁ। ଦେଖନ୍ତୁ ଜାଗା ବି ଆମର କଞ୍ଜେଷ୍ଟେଡ଼ ଅଛି। ଆଉ ଗାଡ଼ି ବର୍ତ୍ତମାନ ତାଙ୍କୁ ଅଲଗା ବ୍ୟାଟେରୀ ତ ଲଗେଇ ଗାଡ଼ି ଦେଇଦେଉଛି। ଆସିଲେ BMS ଯେତେବେଳେ ଆସିବ ବ୍ୟାଟେରୀ ଅପଡ଼େଟ୍ କରି ମୁଁ ଭାଇଙ୍କୁ ଗାଡ଼ି ପଠାଇବି। ଠିକ୍ ଅଛି ଭାଇ, ଗାଡ଼ି ଯେତେବେଳେ ବ୍ୟାଟେରୀ ଅପଡ଼େଟ୍ ହେଇଯିବ ବ୍ୟାଟେରୀ ପଠାଇଦେବେ। ବର୍ତ୍ତମାନ ଏମିତି କରି ଗାଡ଼ି ଯେମିତି ଆଣିଥିଲେ ସେମିତି ନେଇଯାଆନ୍ତୁ। ଗାଡ଼ି ଆମର ଓକେ ହେଇଗଲା ବର୍ତ୍ତମାନ, ଆଉ ଟେନସନ୍ ନାହିଁ। ଟିକେ ଦେଖନ୍ତୁ ଭାଇଙ୍କର ଗାଡ଼ି ବର୍ତ୍ତମାନ ଅପଡ଼େଟ୍ ହେଇଯାଇଛି। ଜଷ୍ଟ ଆସିବାର ଗୋଟେ ଘଣ୍ଟା ଭିତରେ ଗାଡ଼ି ଅପଡ଼େଟ୍ ହେଇଯାଇଛି। ଆଉ ଭାଇ ବହୁତ ବର୍ତ୍ତମାନ ଠିକ୍ଠାକ୍ ଅଛି ତ? सब ठीक ठाक अच्छी देखो से यही कंडीशन आनी सब खोलाखोली करी आम बर्तमान अपडेट करी गाड़ी छाड़ीदे ठीक अच्छे आपंकर जब के रास्तार के खराब हुए तेज आम डिस्क्रिप्शन में नंबर दे दो डिस्प्ले भी नंबर दे दूँ आप ट्राए करूँ जब के असुविधा हुए आम यथासंभव चेष्टा करूँ आप फल्ट फाइंड कर सल्यूशन करवा ठीक अच्छे फोन नंबर है मन रखी नि 9439047776 आमर लोकेशन है ओडगाँ भंजनगर रु भुवनेश्वर रास्तार आमर ये गोटे दल कॉलेज रोड अच्छी दल के पाखे आम मेन रोड रु जस्ट गोटे 50 मीटर भर आम घर लोकेशन होची आपड़ी केवे आसबे लाइव लोकेशन आपको पठेदेवी लाइव लोकेशन मैप कर आसपारे ठीक अच्छे आज ये थैंक यू।
गाड़ी जेहेतु नॉर्मल रेंज आमर 70 भीतर रही बैटेरी जेहेतु टे प्रोब्लेम अच्छी नचेत अलग सेवारी बैटेरी दे था जे जापर बर्तमान बैटेरीटा रहीगला रिपेयरिंग आउ बर्तमान गाड़ीटा को से नहीं जाऊँच आउ बैटेरी आसला मु गाड़ी बैटेरी पठेदेवी गाड़ी ठीक से चलो ठीक अच्छे भाई गाड़ी ठीक ठाक है तो कथा हिसाब से कम सब ठीक ठाक रहा तो आ खाली बैटेरी BMS प्रोब्लेम रहा गला ठीक रहा भाई ठीक अच्छे।